आकाशवाणी संवाद पढ़ुछंती मलय रंजन मिश्र। आकाशवाणी मन की बात कार्यक्रम देशवासी आज भाव विनिमय करेंगे प्रधानमंत्री नरेंद्र मोदी। आभासी माध्यम महाराष्ट्र में 11,200 कोटी अधिक टंका व्ययर विभिन्न प्रकल्पर आज उद्घाटन और लोकार्पण करेंगे प्रधानमंत्री। जम्मू काश्मीर तृतीय पर्याय विधानसभा निर्वाचन पर आज शेष हो प्रचार। इस्राएल को क्षति पहुंचाइले परिणाम भोग करने को पड़िबो कहिले प्रधानमंत्री बेंजामिन नेतान्याहू। एवं साफ 17 वर्षर कम फुटबॉल टाइटल हासिल पर आसंता काली भारत और बांग्लादेश मुकाबला। प्रधानमंत्री नरेंद्र मोदी आज आकाशवाणी मन की बात कार्यक्रम पूर्वाह्न 11टार देशवासी भाव विनिमय करेंगे। प्रधानमंत्री मन की बात कार्यक्रम यह 114तम संस्करण हेब। मन की बात कार्यक्रम आकाशवाणी और दूरदर्शन समस्त नेटवर्क, आकाशवाणी संवाद वेबसाइट और न्यूज ऑन एआईआर मोबाइल आप रे उपलब्ध हेब। यह आकाशवाणी संवाद डीडी न्यूज, पीएमओ और सूचना और प्रसारण मंत्रालय यूट्यूब चैनल रे लाइव स्ट्रीमिंग हेब। हिंदी प्रसारण पर आकाशवाणी कार्यक्रम आंचलिक भाषांतरण प्रसारण करिब। राति 8टार आंचलिक भाषांतरण पुनः प्रसारण करा। प्रधानमंत्री नरेंद्र मोदी आज वीडियो कॉन्फ्रेंसिंग माध्यम महाराष्ट्र में 11,200 कोटी अधिक टंकार विभिन्न प्रकल्पर उद्घाटन और लोकार्पण करेंगे। पुणे मेट्रो सेक्शन जिलाकोट ठारू स्वारगेट पर्यंत रेल लाइन लोकार्पण करेंगे। ଏହି ଭୂତଳ ରେଳ ଲାଇନ୍ ନିର୍ମାଣ ପାଇଁ ପାଖାପାଖି 1,810 କୋଟି ଟଙ୍କା ବ୍ୟୟ ହୋଇଛି। ଏଥିସହ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପର ସ୍ୱର୍ଗେଟ୍ କଟରାଜ ରେଳ ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ପ୍ରାୟ 2,955 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। 5.46 କିଲୋମିଟର ଦୀର୍ଘ ଏହି ଭୂତଳ ରେଳପଥରେ ମାର୍କେଟୟାର୍ଡ, ପଦ୍ମାବତୀ ଏବଂ କଟରାଜଠାରେ 3ଟି ଷ୍ଟେସନ ରହିବ। ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ 7,855 ଏକର ପରିମିତ ବିଡିକିନି ଶିଳ୍ପାଞ୍ଚଳକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦିଲ୍ଲୀ ମୁମ୍ବାଇ ଶିଳ୍ପ କରିଡର ମଧ୍ୟରେ ବିକଶିତ ଏହି ପ୍ରକଳ୍ପ ମରାଠୱାଡା ଅଞ୍ଚଳରେ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବ। 3ଟି ପର୍ଯ୍ୟାୟରେ ଏହି ପ୍ରକଳ୍ପର ବିକାଶ କରି ମୋଟ 6,400 କୋଟିରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ସୋଲାପୁର ବିମାନ ବନ୍ଦରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ବିମାନ ବନ୍ଦର ସୋଲାପୁରରେ ପର୍ଯ୍ୟଟନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବ। ବାର୍ଷିକ ପ୍ରାୟ 4 ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସେବା ପ୍ରଦାନ କରିବା ଲାଗି ଏହି ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂର ନବୀକରଣ କରାଯାଇଛି। ଭିଡେଓୱାଡାଠାରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। जम्मू काश्मीर तृतीय पर्याय विधानसभा निर्वाचन पर प्रचार कार्य आज शेष हेब। ଏହି ପର୍ଯ୍ୟାୟରେ ଆସନ୍ତା ମଙ୍ଗଳବାର ଦିନ 40ଟି ବିଧାନସଭା ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ସେଥିମଧ୍ୟରୁ କାଶ୍ମୀର ଅଞ୍ଚଳର 16ଟି ଏବଂ ଜାମ୍ମୁ ଅଞ୍ଚଳର 24ଟି ଆସନ ଅନ୍ତର୍ଭୁକ୍ତ। ଜାମ୍ମୁ କାଶ୍ମୀର 3ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ପାଇଁ ଗତ 18 ତାରିଖରେ ଅନୁଷ୍ଠିତ ମତଗ୍ରହଣରେ 61%ରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। 25 ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ 56% ମତଦାତା ଭୋଟ ଦେଇଥିଲେ। ଆସନ୍ତା ମାସ 8 ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାକିସ୍ତାନର ସୀମାପାର ଆତଙ୍କବାଦ ନୀତି କେବେ ବି ସଫଳ ହେବ ନାହିଁ। ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦର 79ତମ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମାଧାନ ହେବାକୁ ଥିବା ମୁଖ୍ୟ 2ଟି ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଛନ୍ତି। ସେଗୁଡ଼ିକ ହେଉଛି ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳ ଏବଂ ଦୀର୍ଘଦିନ ଧରି ପାକିସ୍ତାନ ପଟୁ ଚାଲିଥିବା ସୀମାପାର ଆତଙ୍କବାଦ। ପାକିସ୍ତାନର ଆତଙ୍କବାଦକୁ ପ୍ରୋତ୍ସାହନ ଦ୍ୱାରା ପଡ଼ୋଶୀ ରାଷ୍ଟ୍ର କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେ କହିଛନ୍ତି। ହିଂସା ମାଧ୍ୟମରେ ବିଶ୍ୱକୁ ଭୟଭୀତ କରାଯାଇପାରିବ ନାହିଁ ବୋଲି ଡକ୍ଟର ଜୟଶଙ୍କର ସ୍ପଷ୍ଟ କରିଛନ୍ତି। ଆତଙ୍କବାଦକୁ ପ୍ରତ୍ୟେକ କ୍ଷେତ୍ରରୁ ବିରୋଧ କରାଯିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରଭାବଶାଳୀ, ଦକ୍ଷ ଏବଂ ଜାତିସଂଘ ସଦସ୍ୟତା ବୃଦ୍ଧି ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା ଆଦି ଆହ୍ୱାନର ମୁକାବିଲା କରିବାରେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଦେଶବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ତୃତୀୟ ପାଳିର ବିଜେପି ନେତୃତ୍ୱାଧୀନ ସରକାର ଯୁବବର୍ଗଙ୍କ ଦକ୍ଷତାକୁ ବିକଶିତ କରିବାକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ ତାଙ୍କ ଉଦ୍ବୋଧନରେ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି
ଆକାଶବାଣୀରୁ ଇସ୍ରାଏଲକୁ କ୍ଷତି ପହଞ୍ଚାଇଲେ ତାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆକ୍ରମଣରେ ହିଜବୁଲ୍ଲା ନେତା ହାସନ ନସରୁଲ୍ଲାଙ୍କ ମୃତ୍ୟୁ ପରେ ଇରାନକୁ ସତର୍କ କରାଇ ପ୍ରଧାନମନ୍ତ୍ରୀ ଶ୍ରୀ ନେତାନ୍ୟାହୁ ଏହା କହିଛନ୍ତି। ଇରାନ ଏବଂ ମଧ୍ୟପ୍ରାଚ୍ୟର ପ୍ରତ୍ୟେକ ଅଞ୍ଚଳ ଇସ୍ରାଏଲର ଆକ୍ରମଣ ସୀମା ମଧ୍ୟରେ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଇସ୍ରାଏଲ ନାଗରିକଙ୍କ ସହ ଅନ୍ୟ ଦେଶବାସୀଙ୍କୁ ହତ୍ୟା କରିବାରେ ଦାୟୀ ବ୍ୟକ୍ତିବିଶେଷଙ୍କୁ କ୍ଷମା କରାଯିବ ନାହିଁ ବୋଲି ସେ କହିଛନ୍ତି। ହିଜବୁଲ୍ଲା ନେତା ନସରୁଲ୍ଲାଙ୍କ ମୃତ୍ୟୁ ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବା ପଥ ଉନ୍ମୁକ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ନସରୁଲ୍ଲାଙ୍କ ମୃତ୍ୟୁ ଦ୍ୱାରା ଅନେକ ପୀଡ଼ିତଙ୍କୁ ନ୍ୟାୟ ମିଳିଛି। ଗତ କିଛି ବର୍ଷ ଧରି ବହୁ ଆମେରିକୀୟ, ଇସ୍ରାଏଲବାସୀ ଏବଂ ଲେବାନନର ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ନସରୁଲ୍ଲା ଦାୟୀ ବୋଲି ଶ୍ରୀ ବାଇଡେନ୍ କହିଛନ୍ତି। ହିଜବୁଲ୍ଲା, ହମାସ ଏବଂ ହୁତିଙ୍କ ପକ୍ଷରୁ ରହିଥିବା ବିପଦକୁ ମୁକାବିଲା କରିବାରେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ଆମେରିକା ସମର୍ଥନ କରେ ବୋଲି ଶ୍ରୀ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦେଶର କୋଣ ଅନୁକୋଣରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ହାଇଦ୍ରାବାଦଠାରେ ଗତ ସନ୍ଧ୍ୟାରେ ତେଲଙ୍ଗାନା ରାଜ୍ୟସ୍ତରୀୟ ଦଳୀୟ ନେତା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେ ଏହା କହିଛନ୍ତି। ସଦସ୍ୟତା ଅଭିଯାନର ସମୀକ୍ଷା କରିବା ଅବସରରେ ଶ୍ରୀ ନଡ୍ଡା ଆସନ୍ତା 15 ଦିନ ପର୍ଯ୍ୟନ୍ତ ଦଳୀୟ କର୍ମୀଙ୍କୁ ରାଜ୍ୟର ପ୍ରତ୍ୟେକ ମଣ୍ଡଳ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଏବଂ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ୍ ସରକାର 2047 ସୁଦ୍ଧା ଭାରତର ଆର୍ଥିକ ସ୍ଥିତିକୁ 35 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପରିଣତ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଗ୍ରେଟର ନଏଡାଠାରେ ଆୟୋଜିତ ଉତ୍ତରପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଉତ୍ତରପ୍ରଦେଶକୁ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତିରେ ପହଞ୍ଚାଇ ପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଇନକୁ ସରଳ କରିବା ଏବଂ ବ୍ୟବସାୟକୁ ସହଜ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାର 4D ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ସେଗୁଡ଼ିକ ହେଉଛି ନିର୍ଣ୍ଣାୟକ ନେତୃତ୍ୱ, ଚାହିଦା, ଜନସଂଖ୍ୟାଗତ ଲାଭାଂଶ ଏବଂ ଗଣତନ୍ତ୍ର। ମେକ୍ ଇନ୍ ଇଣ୍ଡିଆର ସଫଳତା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହା ଯୁବବର୍ଗଙ୍କ ପାଇଁ ରୋଜଗାର ଏବଂ ଉଦ୍ୟୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାରେ ଏହି ଯୋଜନା ଏକ ସଫଳ ମାର୍ଗ ବୋଲି ଶ୍ରୀ ଗୋୟଲ କହିଛନ୍ତି। ସାଫ୍ 17 ବର୍ଷରୁ କମ୍ ଫୁଟବଲ ଟାଇଟଲ ହାସଲ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଭୁଟାନର ଥିମ୍ପୁସ୍ଥିତ ଚାଙ୍ଗଲିମିଙ୍ଗଥାଙ୍ଗ ଷ୍ଟାଡିୟମଠାରେ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳାଯିବ। ଗତକାଲି ପ୍ରଥମ ସେମିଫାଇନାଲରେ ନେପାଳ ବିରୁଦ୍ଧରେ ଭାରତ 4-2 ଗୋଲ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ୍ ପଛରେ ଥାଇ ଭାରତର ଖେଳାଳି 4ଟି ଗୋଲ୍ ସ୍କୋର କରିଥିଲେ। ତେବେ ନେପାଳର ଦ୍ୱିତୀୟ ଗୋଲ୍ଟି ଭାରତୀୟ ଖେଳାଳି ମହମ୍ମଦ କେଫ୍ଙ୍କ ଗୋଡ଼ରେ ବାଜି ନିଜ ପଟେ ଗୋଲ୍ ହୋଇଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ବାଂଲାଦେଶ ପାକିସ୍ତାନକୁ 8-7 ପେନାଲ୍ଟି ସୁଟ୍ଆଉଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ସୂଚନାଯୋଗ୍ୟ, ଭାରତ 5 ଥର ସାଫ୍ 17 ବର୍ଷରୁ କମ୍ ଫୁଟବଲ ଚାମ୍ପିୟନ୍ ହୋଇଛି। ଗତଥର ଫାଇନାଲରେ ବାଂଲାଦେଶକୁ 2-0 ଗୋଲ୍ରେ ପରାସ୍ତ କରି ଭାରତ ଚାମ୍ପିୟନ୍ ହୋଇଥିଲା। କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ବାଂଲାଦେଶ ପ୍ରଥମ ଇନିଂସରେ କରିଥିବା 3 ୱିକେଟ୍ ବିନିମୟରେ 107 ରନ୍ ସ୍କୋରରୁ ଖେଳ ଆରମ୍ଭ କରିବ। ପ୍ରବଳ ବର୍ଷା ଯୋଗୁଁ ଗତକାଲି ଖେଳ ସମ୍ଭବ ହୋଇପାରି ନଥିଲା। ଏପରିକି ପ୍ରଥମ ଦିନର ଖେଳ ଅପରାହ୍ନ ପରେ ବନ୍ଦ ରହିଥିଲା। ବାଂଲାଦେଶର ମୋମିନୁଲ ହକ୍ 40 ଏବଂ ମୁଶଫିକୁର ରହିମ 6 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଆକାଶଦୀପ 2ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ୱିକେଟ୍ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 280 ରନ୍ରେ ବାଂଲାଦେଶକୁ ପରାସ୍ତ କରି 1-0 ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଆଜି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଭାସୀ ମାଧ୍ୟମରେ ମହାରାଷ୍ଟ୍ରରେ 11,200 କୋଟିରୁ ଅଧିକ ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ଇସ୍ରାଏଲକୁ କ୍ଷତି ପହଞ୍ଚାଇଲେ ପରିଣାମ ଭୋଗ କରିବାକୁ ପଡ଼ିବ, କହିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଏବଂ ସାଫ୍ 17 ବର୍ଷରୁ କମ୍ ଫୁଟବଲ ଟାଇଟଲ ହାସଲ ପାଇଁ ଆସନ୍ତାକାଲି ଭାରତ ବାଂଲାଦେଶ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।